ନା ଆପଣଙ୍କ ଦ୍ୱାରରେ ଦିନକୁ 50ଟା ପତ୍ର ପଡ଼ିପାରିବ। ଆପଣ ଦ୍ୱାରେ ବସି ଲୋକ ଠାକୁରଙ୍କୁ ଡାକିପାରିବେ। ଆପଣଙ୍କ ଶ୍ରମ ପ୍ରଭୁଙ୍କ ସେବାରେ ଲାଗିପାରିବ। ଥରେ ଚିନ୍ତା କଲେ, ପ୍ରତିଜ୍ଞା କଲେ, ଆମେ ଏଇ ବର୍ଷଠାରୁ କଲେ କରିପାରିବେ। କାହିଁକି ନା ଆପଣଙ୍କ ସେଇ ସୁସଂସ୍କାର ନାହିଁ। ଦୁଇରେ, ସେଇ ସୁସଂସ୍କାର ଆପଣ ସୃଷ୍ଟି କରିବା ପାଇଁ କେବେ ଆଉ କରୁନାହାନ୍ତି। ସୁନ୍ଦର। ତେଣୁ ଆପଣ ଅର୍ଥ କାମରେ ଅଛନ୍ତି, ନା ଏକରେ ଧର୍ମରେ ନାହାନ୍ତି, ନା ଏକରେ ମହାପୁରୁଷଙ୍କ ବାଣୀ ଧର୍ମ, ଅର୍ଥ, କାମ। ତେଣୁ ଧର୍ମ ଯେହେତୁ ଆପଣଙ୍କର ନାହିଁ, ଆପଣ ମୋକ୍ଷ ନାହିଁ। ଯେଉଁ ଅର୍ଥ ଆସିବ ଆଉ ଯେଉଁ କାମନା ଆପଣଙ୍କର ଫୁଲଫିଲ୍ ହେବ, ତାହା ହିଁ ବ୍ୟକ୍ତି କେନ୍ଦ୍ରିକ, ତାହା ହିଁ ଅତି ସ୍ୱଳ୍ପ। ତାହା ଦ୍ୱାରା କେଉଁ ଲୋକର ସ୍ୱଭାବର ଆଚରଣର ପରିବର୍ତ୍ତନ ହେବ ନାହିଁ। ଯେଉଁଠି ଧର୍ମ ନାହିଁ ସେଠିକି ଅର୍ଥ ଆସେ ନାହିଁ।